ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ଆମର ଚାପ୍ଟର 11 ବଳ ଓ ଚାପର ଅଭ୍ୟାସ ପ୍ରଶ୍ନପତ୍ର କରିବା ହେଲା। 1 ନମ୍ବର ଆମର ଶୂନ୍ୟ ସ୍ଥାନ ପୂରଣ କରିବାକୁ ଦେଇଛି ହେଲା। ତାହେଲେ ଏ ରେ ପିଲାମାନେ ଆମକୁ କ'ଣ ଦେଲା? ଏ ରେ ଆମକୁ ଦେଇଛି ଡ୍ୟାସ ବଳ ଦ୍ୱାରା ପାଣି କଢାଯାଏ। ପିଲାମାନେ ମନେକର କୂଅରୁ ଆମେ କେଉଁ ବଳ ଦ୍ୱାରା ପାଣି କଢି ପାରିବା? ସେଟା ଟଣା ବଳ ଦ୍ୱାରା। ବୁଝିଲା? ଟଣା ବଳ ଦ୍ୱାରା ପାଣି କଢାଯାଏ। ବୁଝିଲା? ତାପରେ ମୁଁ ଏଠି ଆନ୍ସର ପିଲାମାନେ ଲେଖି ଦେଇଛି ହେଲା। ଯାହାର ଖାଲି ଆନ୍ସର ଦରକାର ସେଠି କହିପାରିବ। ତାପରେ ବି ରେ ଦେଇଛି ଆମକୁ ଏକ ଚାର୍ଜିତ ବସ୍ତୁ ଓ ଅଚାର୍ଜିତ ବସ୍ତୁ ମଧ୍ୟରେ ଡ୍ୟାସ ବଳ ରହିଥାଏ। ସେଟା ଆକର୍ଷଣ ବଳ ରହିଥାଏ। ତାପରେ ସି ରେ ବସ୍ତା ଭର୍ତ୍ତି ଧାନ ଲଦା ହୋଇ ଯାଉଥିବା ଶଗଡ଼କୁ ଡ୍ୟାସ କରି ଗତିଶୀଳ କରାଯାଏ। ସେଟା ମାଂସପେଶୀୟ ବଳ ବା ଟଣା ବଳ ମଧ୍ୟ ଏଠି ହବ। ତାପରେ ଡି ରେ ଏକ ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ୱାରା ଡ୍ୟାସ ହୋଇଥାଏ। ସେଟା ବିକର୍ଷିତ ହୋଇଥାଏ। ବୁଝିଲା? ଇଏ ବିକର୍ଷିତ ହବ। ବୁଝିଲା? ତାପରେ ଇ ରେ ଦେଲା ଇ ଦେଇଛି ଏକକ କ୍ଷେତ୍ରଫଳ ପ୍ରତି ଲମ୍ବ ଭାବରେ ପ୍ରଯୁକ୍ତ ବଳକୁ ଡ୍ୟାସ କୁହନ୍ତି। ତାକୁ ଚାପ କୁହନ୍ତି ହେଲା। ଏଇଠି ଆମର 5টাଙ୍କର କ'ଣ ଆନ୍ସର ଅଛି। ନେକ୍ସଟ ପିଲାମାନେ ଆମ ପାଖରେ 2 ନମ୍ବର କ୍ୱେଶ୍ଚିନ୍ ଦେଲା ନିମ୍ନରେ ଦିଆଯାଇଥିବା ପରିସ୍ଥିତି ଗୁଡ଼ିକରେ ବଳର କାରକ ଓ ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ ସେଗୁଡ଼ିକ ଚିହ୍ନାଅ। ପ୍ରତି ପରିସ୍ଥିତିରେ ବଳ ପ୍ରୟୋଗ ଦ୍ୱାରା କ'ଣ ହୁଏ ଲେଖ। ବୁଝିହେଲା? ତାହେଲେ ଆମେ ଚିହ୍ନେଇବା ଏଠି କ'ଣ କ'ଣ ହୁଏ। ବୁଝିହେଲା? ତାହେଲେ ଦେଇଛି ଏ ରେ ଲେମ୍ବୁରୁ ରସ ବାହାର କରିବା ପାଇଁ ଫାଳେ ଲେମ୍ବୁକୁ ଆଙ୍ଗୁଠିରେ ଧରି ଚିପିବା ବେଳେ। ତାହେଲେ ପିଲାମାନେ ମୁଁ ଏଠି ଆନ୍ସର କରିଦେଇ ଦେଖ। ତାହେଲେ ଆମର କ'ଣ ବଳର କାରକ କିଏ? ଆଙ୍ଗୁଠି। ଆଙ୍ଗୁଠି ଦ୍ୱାରା ଆମେ ଲେମ୍ବୁକୁ ଚିପିଲେ କାହା ପ୍ରତି ପ୍ରୟୋଗ କଲେ? ଲେମ୍ବୁ ପ୍ରତି ପ୍ରୟୋଗ କଲେ କ'ଣ ହୁଏ? ଲେମ୍ବୁ ରସ ବାହାରିଲା। ଲେମ୍ବୁକୁ ଚିପିଲେ ଲେମ୍ବୁ ରସ ବାହାରିବ। ତାପରେ ସେମିତି ବି ରେ ଦେଇଛି। ବି ରେ କ'ଣ ଦେଇଛି? ଟୁଥପେଷ୍ଟ ଟ୍ୟୁବରୁ ପେଷ୍ଟ ବାହାର କରିବା ବେଳେ। ପିଲାମାନେ ଟୁଥପେଷ୍ଟ ଚିପିବା ମାନେ ଆଙ୍ଗୁଠି ବ୍ୟବହାର କଲେ ବି ରେ ଆଙ୍ଗୁଠି ହେଲା। କାହାକୁ ବାହାର କରିବା? ଟୁଥପେଷ୍ଟକୁ ବାହାର କରିବା ହେଲା ଟୁଥପେଷ୍ଟ ଟ୍ୟୁବରୁ। ଏବଂ କ'ଣ ହୁଏ? ପେଷ୍ଟ ବାହାରେ। ତାପରେ ସି ରେ କାନ୍ଥରେ ଥିବା କାନ୍ଥରୁ ହେଲା ଯେଉଁ ସ୍ପ୍ରିଙ୍ଗଟା ଝୁଲୁଛି ଓଜନିଆ ବସ୍ତୁଟିଏ ଝୁଲାଇଲେ। ପିଲାମାନେ ଏଠି ଆମର ବଳର କାରକ ହେଉଛି ଓଜନିଆ ବସ୍ତୁ। ଯେଉଁ ବସ୍ତୁ ପ୍ରତି ପ୍ରୟୋଗ କରାଯାଏ ହେଲା ସ୍ପ୍ରିଙ୍ଗ। କ'ଣ ହୁଏ? ସ୍ପ୍ରିଙ୍ଗର ପ୍ରସାରଣ ହୁଏ। ବୁଝିଲା? ଏମିତି ଯେମିତି ପ୍ରସାରଣ ହୁଏ। ତାପରେ ଡି ରେ ଦେଲା ଉଚ୍ଚ ଡିଆରେ କିଛି ଉଚ୍ଚତାରେ ରଖାଯାଇଥିବା ସିଧା ଦଣ୍ଡଟିକୁ ଡିଆଁଳି ଅତିକ୍ରମ କରୁଥିବା ବେଳେ। ତାହେଲେ ଆମେ ଡେଇଁବା ହେଲା। ଡେଇଁବା ମାନେ ଗୋଡ଼ ଦ୍ୱାରା ଡେଇଁବା। କାହା ପ୍ରତି ବଳ ପ୍ରୟୋଗ କରିବା? ଭୂମି ପ୍ରତି ହେଲା। କ'ଣ ହୁଏ? ଉଚ୍ଚା ଡିଆଁ କାର୍ଯ୍ୟ ଆମେ ବହୁତ ଉଚ୍ଚାରେ ଡେଇଁ ପାରିବା। କିଛି ନାହିଁ ପିଲାମାନେ ସେଟା ସହଜ ସହଜ କ୍ୱେଶ୍ଚିନ୍ ଥିଲା। ବିଷୟ ଭିତରେ ମୁଁ ଅଲରେଡ଼ି ବୁଝେଇ ଦେଇଛି। ତାହେଲେ 3 ନମ୍ବର ଆମକୁ ଦେଲା କମାର ଲାଲ ଉତ୍ତପ୍ତ ଲୁହାକୁ ପିଟି ପିଟି କଟୁରୀଟିଏ ତିଆରି କରେ। ଏଠାରେ ହାତୁଡ଼ି ଦ୍ୱାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିରେ କି ପରିବର୍ତ୍ତନ ସୃଷ୍ଟି ହୁଏ ଲେଖ। ପିଲାମାନେ ଏଠାରେ ହାତୁଡ଼ି ଦ୍ୱାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିର ଆକୃତି କ'ଣ ହୁଏ? ପରିବର୍ତ୍ତନ ହୁଏ ହେଲା। ତାପରେ 4 ନମ୍ବର ଦେଇଛି ଆମକୁ ଜଣେ ବ୍ୟକ୍ତି ହାତରେ ପାଣି ବାଲ୍ଟିଏ ଭୂମିଠାରୁ କିଛି ଉଚ୍ଚତାରେ ଟେକି ଦେଉଛନ୍ତି। ତମେ ମନେକର ପାଣି ବାଲ୍ଟି ଟେକିକି ରଖିଛ। ବାଲ୍ଟି ଉପରେ କି କି ବଳ କ୍ରିୟାଶୀଳ ହୁଏ? ଏହି ବଳମାନଙ୍କ ଦ୍ୱାରା ବାଲ୍ଟିର ଗତି ଅବସ୍ଥାରେ ପରିବର୍ତ୍ତନ ହୁଏ କି ଆଲୋଚନା କର। ପିଲାମାନେ ବାଲ୍ଟି ଉପରେ ନିମ୍ନଲିଖ ବଳ କାର୍ଯ୍ୟକାରୀ ହୁଏ। କ'ଣ କ'ଣ ହେଲା? ନିମ୍ନମୁଖୀ ବଳ ମାନେ ବାଲ୍ଟିଟା ତଳକୁ ହେଇକି ରହିଲା। ଆମେ ତାକୁ ଧରିଛେ ହାତରେ। ତାହେଲେ ବାଲ୍ଟି ଓ ବାଲ୍ଟି ମଧ୍ୟରେ ଥିବା ପାଣିର ନିମ୍ନମୁଖୀ ଓଜନ ବଳ। ବ୍ୟକ୍ତିଟିର ମାଂସପେଶୀ ବଳ। ଆମେ ଆମ ମାଂସପେଶୀ ଧରିଛେ ମାଂସପେଶୀ ବଳ। ବାଲ୍ଟିଟି ଭୂମିଠାରୁ କିଛି ଉଚ୍ଚତାରେ ଥାଏ ଓ ପରିଣାମୀ ବଳ ଶୂନ ହେତୁ ବାଲ୍ଟିର ଗତି ଅବସ୍ଥାରେ କିଛି ପରିବର୍ତ୍ତନ ହୁଏ ନାହିଁ। 5 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଆମକୁ ଦେଇଛି ଏକ ଡ୍ରପରେ ଥିବା କାଚ ନଳୀର ଗୋଜିଆ ମୁଣ୍ଡଟି ହେଲା ଜଳରେ ବୁଡ଼େଇବା। ଏହାର ରବରଟି ଚାପିଲେ କ'ଣ ହୁଏ ଲକ୍ଷ୍ୟ କର ଓ ଲେଖ। ତାପରେ ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ କ'ଣ ହୁଏ? କାହିଁକି ସେପରି ହୁଏ ହେଲା। ପିଲାମାନେ ଏଇଟା ପିଲାମାନେ ଆମର କ'ଣ କହିଲ? ଏଇଟା ଆମେ ପରୀକ୍ଷା କରିବା। ଏଇଟା ବଡ଼ ହେଲେ ତମେ ଲ୍ୟାବରେ ପରୀକ୍ଷା କରିବ କିମ୍ବା ଘରେ ବି କରିପାରିବ ହେଲା। ପିଲାମାନେ ରବରଟିକୁ ଚାପ ଦେଲେ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟ ଦେଇ ଜଳ କ'ଣ ହବ? ଉପରକୁ ଉଠି ଆସିବ। ଏଟା ନୁହଁ। ପ୍ରଥମ ଅବସ୍ଥାରେ ଡ୍ରପର ମଧ୍ୟରେ ଥିବା ବାୟୁ ଜଳ ମଧ୍ୟ ଦେଇ ବାହାରକୁ ବାହାରିଯାଏ। ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟସ୍ଥ ବାୟୁ ଚାପ କମିଯାଏ।
ତେଣୁ ବାହାର ବାୟୁ ଜଳ ଉପରେ ଚାପ ପକାଏ, ତେଣୁ ଜଳ କାଚନଳୀ ମଧ୍ୟ ଦେଇ ଡ୍ରପର ମଧ୍ୟକୁ ଉଠି ଆସେ। ତମେମାନେ ଆଗରୁ ମଧ୍ୟ ଏଇଭଳି କିଛିଟା କରିଥିବ ଘରେ। 6 ନମ୍ବର କୋଶ୍ଚିନ୍ ଆମକୁ ଦେଲା ଦୈନନ୍ଦିନ ଜୀବନରେ ଠେଲା ବଳ ଓ ଟଣା ବଳ ପ୍ରୟୋଗ ଦ୍ୱାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ହେଉଥିବାର 2ଟି ଲେଖାଏଁ ଉଦାହରଣ ଲେଖ। ପିଲାମାନେ ପ୍ରଥମେ ଠେଲା ବଳ ଦ୍ୱାରା କ'ଣ ହୁଏ? ଘରେ ବସି କବାଟ ଖୋଲିବା ସମୟରେ ଠେଲା ବଳ ଆମେ କାର୍ଯ୍ୟ କରିଥାଉ ହେଲା। ପ୍ରତିଦିନ ଆମେ ଯାହା ଯାହା କରୁଛେ। ଘର ଚଟାଣରେ ଥିବା ଧୂଳିକୁ ଝାଡ଼ୁରେ ଠେଲା ବଳ ପ୍ରୟୋଗ କରି ବାହାର କରାଯାଏ ହେଲା। ଟଣା ବଳ କ'ଣ ପ୍ରତିଦିନ କରୁଛେ? ଘରର ବାହାର ପଟୁ ଥିବା ଝରକା ଟଣା ବଳ ପ୍ରୟୋଗ କରି ବନ୍ଦ କରାଯାଏ। କୂଅରୁ ପାଣି କାଢ଼ିବା ବେଳେ ଟଣା ବଳର ଆବଶ୍ୟକ ମଧ୍ୟ ହୋଇଥାଏ। ପିଲାମାନେ ନେକ୍ସଟ ଆମକୁ 7 ନମ୍ବର କୋଶ୍ଚିନ୍ ଦେଲା ଯେ ବଳ ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ, ଏହାର 2ଟି ଉଦାହରଣ ଉଲ୍ଲେଖ କର। ପିଲାମାନେ ସେ କହୁଛି ବଳ ଗୋଟେ ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ। ପିଲାମାନେ ଅଟା ଚକଟି ଏହାର ପିଣ୍ଡୁଳାକୁ ବେଲଣା କାଠି ଦ୍ୱାରା ଚାପ ପ୍ରୟୋଗ କରି ରୁଟି ଓ ପୁରୀରେ ପରିଣତ କରିବା ହେଲା। ତାପରେ କମାର ଶାଳରେ ଉତ୍ତପ୍ତ ଲୁହାକୁ ବାଡ଼େଇ ସେଥିରୁ ଦା, ପନିକି, କଟୁରୀ ଇତ୍ୟାଦି ତିଆରି କରିବା, ବୁଝିହେଲା। ତାପରେ 8 ନମ୍ବର ଆମକୁ ଦେଲା। ପିଲାମାନେ 8 ନମ୍ବର କୋଶ୍ଚିନ୍ ଆମର ପରୀକ୍ଷାରେ ବହୁତ ଆସିବ ଏବଂ ଏଇଟା ହିଁ ଜାଣିବା ଦରକାର। ଏଇଟା ଆମର ମଧ୍ୟ ବହୁତ କାମରେ ଆସିବ। ଏଇଟା ଜାଣିଲେ ପାଠ ଏ ବିଷୟ ସମ୍ପୂର୍ଣ୍ଣ ଆମେ ବୁଝିଯିବା। ତାହେଲେ ନିମ୍ନଲିଖିତ ପ୍ରତ୍ୟେକ ଉଦାହରଣରେ ପ୍ରଯୁକ୍ତ ବଳ, ସଂସ୍ପର୍ଶ ବଳ କି ଅସଂସ୍ପର୍ଶ ବଳ ଲେଖ। ପିଲାମାନେ ଏରେ ଦେଲା ବୁଢ଼ୀମା ଛୋଟ ପିଲାଟିକୁ ତେଲ ଘଷୁଛନ୍ତି। ପିଲାମାନେ ଏଇଟା କ'ଣ ହେବ କହିଲ ଦେଖିଆ? ଏଇଟା ହେବ ସଂସ୍ପର୍ଶ ବଳ। ତମ ବୁଢ଼ୀମା ଛୋଟ ପିଲାଟିକୁ କ'ଣ ତେଲ ଘଷୁଛନ୍ତି, ମାନେ ତା ଦେହକୁ ସଂସ୍ପର୍ଶ ବଳ ବା ଟଣା ବଳ, ବୁଝିଲା। ମୁଁ ଏଠି ଆନ୍ସର ତମମାନଙ୍କୁ କରିଦେଇଛି। ପ୍ରଥମଟା ହେଲା ସଂସ୍ପର୍ଶ ବଳ, ତାପରେ ଚୁମ୍ବକୀୟ ବଳ, ତାପରେ ସ୍ଥିର ବିଦ୍ୟୁତ ବଳ ହେଲା। ସବୁତକ ଏ ଯାଏଁ ଆନ୍ସର। ପାଚିଲା ଆମ୍ବଟିଏ ଗଛରୁ ଝଡ଼ୁଛି, ଅସଂସ୍ପର୍ଶ ବଳ ବା ମାଧ୍ୟାକର୍ଷଣ ବଳ ଏଇଟାକୁ ଆମେ କହିପାରିବା ହେଲା। ଏଇଟା କରିଦେବ। ତାପରେ 9 ନମ୍ବର ଆମକୁ ଦେଇଛି ଚାପ ଓ ବଳ ମଧ୍ୟରେ ସମ୍ପର୍କଟି ଲେଖ। ପିଲାମାନେ ଚାପ ହେଉଛି ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ, ଅର୍ଥାତ୍ ଚାପ = ପ୍ରଯୁକ୍ତି ବଳ ବାଇ କ୍ଷେତ୍ରଫଳ। ଚାପରେ ଆମର କ'ଣ ଅଛି? ପ୍ରେସର P, ବଳ ହେଲା ଆମର ଫୋର୍ସ, ଆଉ ୟାକୁ ଏ ନେଲେ ତାହେଲେ P = F/A, ଅର୍ଥାତ୍ ଚାପ = ପ୍ରଯୁକ୍ତି ବଳ ବାଇ କ୍ଷେତ୍ରଫଳ ହେଲା। ତାପରେ 10 ନମ୍ବର ଯିବା। ଦେଇଛି ସମ କ୍ଷେତ୍ରଫଳ ବିଶିଷ୍ଟ 2ଟି ପ୍ଲାଷ୍ଟିକ ନଳ ହେଲା A ଓ B ରେ ଜଳ ଭର୍ତ୍ତି କରିବାରୁ ମୁଁ ନଳରେ ଜଳର ଉଚ୍ଚତା 20 ସେଣ୍ଟିମିଟର ଓ B ନଳରେ ସେହି ଉଚ୍ଚତା 15 ସେଣ୍ଟିମିଟର ହେଲା। କେଉଁ ନଳର ଭୂମି ଉପରେ ଜଳର ଚାପ ଅଧିକ ଓ କାହିଁକି ବୁଝା। ତାହେଲେ ପିଲାମାନେ ଏ ନଳର ଉଚ୍ଚତା କେତେ ଦେଇଛି କିରେ? ଏ ନଳର ଉଚ୍ଚତା ଦେଇଛି 20 ସେଣ୍ଟିମିଟର, B ନଳ ଦେଇଛି 15 ହେଲା। B ନଳରେ ଦେଇଛି 15 ସେଣ୍ଟିମିଟର। ହଁ, ତାପରେ ଏ ନଳର ଭୂମି ଉପରେ ପିଲାମାନେ କ'ଣ? ଜଳର ଚାପ ଅଧିକ, କାରଣ ଏଠାରେ ଜଳପୃଷ୍ଠ ଅଧିକ, ମାନେ ଉଚ୍ଚତା ଅଧିକ। ତାହେଲେ 20 ସେଣ୍ଟିମିଟର ଯାଏ, ଇଏ ହେଉଛି 15 ସେଣ୍ଟିମିଟର ଯାଏ ହେଲା ସେଣ୍ଟିମିଟର। ତାହେଲେ ଯାହାର ଯେତେ ପାଣି ଅଧିକ ତାର ଭୂମି ପୃଷ୍ଠରେ ଚାପ ଅଧିକ, ତାହେଲେ ଏର ସବୁଠାରୁ ଅଧିକ ଚାପ। 11 ନମ୍ବର ଦେଇଛି ମୁନ ନଥିବା ପିନ୍ କଣ୍ଟା ଦ୍ୱାରା କିଛି କାଗଜ ଏକାଠି ଗୁଛିବା କଷ୍ଟ ହୁଏ କାହିଁକି ବୁଝାଅ। ପିଲାମାନେ ସେ କହୁଛି ଆମେ ଖାତା ସିଲେଇ କରୁଛେ ହେଲା, ଯଦି ସେଇ ପିନ୍ କଣ୍ଟା ବା ଛୁଞ୍ଚିର ମୁନ ନାହିଁ ତାହେଲେ କାଗଜ ଗୁନ୍ଥିବା କଷ୍ଟ ହେବ କାହିଁକି? ପିଲାମାନେ ମୁନ ନଥିଲେ ପିନ୍ କଣ୍ଟାର ପୃଷ୍ଠ କ୍ଷେତ୍ରଫଳ ଅଧିକ ହୋଇଥାଏ, ଫଳରେ ଚାପ କମ୍ ହୁଏ। ଚାପ ଏକ ପରିମେୟ ସଂଖ୍ୟା ଯାହାର ହର ହେଲା କ୍ଷେତ୍ରଫଳ। ଏଠାରେ ପୃଷ୍ଠ କ୍ଷେତ୍ରଫଳ ଅଧିକ ହେତୁ ଚାପ କମ୍ ହୁଏ, ତେଣୁ କିଛି କାଗଜ ଗୁଛିବା କଷ୍ଟ ହେଇଯିବ ଆମକୁ ହେଲା। ମୋଟାଟା ହେଇଯିବ, କାଗଜ ମୋଟା ହେଇଯିବ, ଯଦି ମୁନ ନାହିଁ ସେ ସହଜରେ ପଶିବନି। ତାପରେ 12 ନମ୍ବର ଦେଇଛି ଏକ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ରଖ। ରଖିଲୁ। ଏହାର ଠିପିଟି ବନ୍ଦ କରାଗଲା, ବନ୍ଦ କଲୁ। ପ୍ରାୟ 1 ଘଣ୍ଟା ପରେ ଦେଖାଗଲା ଯେ ବୋତଲଟି ଚେପା ହେଇଯାଇଛି, କାରଣ କ'ଣ? ପିଲାମାନେ ସେ କହୁଛି ପ୍ଲାଷ୍ଟିକ ବୋତଲରେ ଆମେ ଗରମ ପାଣି ରଖିବା ଏବଂ ଠିପିଟାକୁ ବନ୍ଦ କରିଦେବା, ଦେଖିବା ଯେ ବୋତଲଟା ଚେପା ହେଇଯାଇଛି 1 ଘଣ୍ଟା ପରେ, କାହିଁକି? ଦେଖ ପିଲାମାନେ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ରଖୁ, ଏହାର ଠିପିଟି ବନ୍ଦ କରାଗଲା। କିଛି ସମୟ ପରେ ଗରମ ପାଣି ଶୀତଳ ହୋଇ ଥଣ୍ଡା ପାଣିରେ ପରିଣତ ହେବ, ଫଳରେ ସେ ପାଣିର ଆୟତନ କମିଯିବ, ତେଣୁ ବୋତଲ ମଧ୍ୟରେ ବାୟୁ ଚାପ କମିଯିବ, ଫଳରେ ବାହାର ବାୟୁର ସର୍ବାଧିକ ଚାପ ଯୋଗୁଁ ବୋତଲଟି ଚେପା ହେଇଯିବ।
13 नंबर पिलाने आमको देइछि जड़े धनुर्धारी लक्ष्यस्थल को सर मारिया है धनुर सरटी रखी गुण बड़ा चढ़ाइले है लक्ष्य स्थिर रखी से सरटी छाड़िले सरटी लक्ष्यस्थल आड़ को गतिशील है यही सूचना को आधार कर बंधनी मध्य प्रदत्त शब्द मान ठीक उपयुक्त स्थान में प्रयोग कर ताले आमको देइछि एई तक कौन आम ठीक जगह प्रयोग करवा ताले ए रे धनुटी रे गुण देवाई धनुर्धारी जो बल प्रयोग करती ताहा धनुटीर डैश परिवर्तन करे ता धनुटीर आकृति परिवर्तन करे हम आकृति है तापर बी रे धनुरे गुण देवा बेले एथिरे प्रयुक्त होथिया बल डैश बलर एक उदाहरण पिलाने एटा हमर मांसपेशी है मांसपेशी बी है मांसपेशी सी रे देला एथिरे प्रयुक्त बल डैश बलर एक उदाहरण पिलाने एटा हम माध्याकर्षण बल है एटा माध्याकर्षण बल तापर डी देछि सरटी लक्ष्यस्थल आड़ को अग्रसर होथिया बेले यहाँ उपरे क्रियाशील बड़ गुड़िक मध्य गोटे डैश जो अन्यटीर वायुर डैश जो सृष्टि होता है पिलाने यहाँ हम प्रथमटा हम माध्याकर्षण जो एवं वायुर घर्षण जो सृष्टि होता है ये माध्याकर्षण ये घर्षण गोटे आंसर लिखिदे सबतक है तुमको सहज हाँपाई नेक्स्ट पिलाने आमको 14 नंबर देछि एक कृत्रिम उपग्रह को यार कक्षर अवस्थापन करने एक रॉकेट साहाय्य ऊपर को पठा गला रॉकेट प्रेरण केन्द्र ठीक छाड़िया परे रॉकेट ऊपर जो दुईटी बल क्रियाशील हुंती से नाम कौन माने ये गोटे रॉकेट अच्छे है ये रॉकेट को आम पठेवा है ये जो छाड़ क्यों दुईटी बल कार्यकारी हम तार दुईटी नाम लेख ताले पिलाने रॉकेट प्रेरण केन्द्र ठीक छाड़िया परे रॉकेट ऊपर निम्नलेख कृत्रिम उपग्रह ओ रॉकेट निम्नमुखी ओजन बल एवं वायुर घर्षण बल ताले निम्नमुखी ओजन बल माने एठू जीव एटा ओजन ये बलटा ये हम एवं ये जो वायु अच्छी चारिपटे वायुर घर्षण बल एवं ये से छाड़ धुआं छाड़ी घर्षण बल नेक्स्ट आमको 15 नंबर देछि जदि एक वस्तु उपर दुईटी बल F1 और F2 परस्पर विपरीत दिगरे क्रियाशील हुंती है F1 आउ F2 विपरीत दिगरे क्रियाशील हुंती तेबे वस्तुटी उपर केउ परिणामी बल क्रियाशील होई थांती ये विपरीत दिगरे विपरीत माने नेगेटिव है ताले F1 माइनस F2 है ताले तेणु वस्तुटी उपर F1 माइनस F2 ताले F1 माइनस F2 है तीनोटी ताले F1 ग्रेटर देन F2 हो पार आम अनुमान करुचे आउ कौन हो पार F2 माइनस F1 आ गोटे F2 है पे लेस देन एटा भूल लिखाई लेस देन F1 बल क्रियाशील हुए अर्थात देख पे जो F1 माइनस F2 हम जो परिणामी बल 0 हो F1 ग्रेटर देन F2 हेले F1 माइनस F2 कारण F1 ये बड़ आउ F1 लेस देन F2 हेले F2 माइनस F1 माने F2 ये अति बड़ हो 16 नंबर देछि भू समांतर भावे थिबा एक वृत्ताकार पथरे गोटे वस्तु समवेगरे घुरुअछि से वस्तु उपरे किछि बल क्रियाशील हेउछि कि काहेकि पिला माने भू समांतर भावे माने भूमि को समांतर भावे थिबा एक वृत्ताकार पथरे गोटे वस्तु समवेगरे ठीक ठीक घूरी चली से वस्तु उपरे महाकर्षण बल और माध्याकर्षण बल क्रियाशील होउछि एठारे पृथ्वी और घुरुथिया वस्तुर वस्तुत्व परस्पर को आकर्षण करती यही वस्तुत्व जनित बल है महाकर्षण बल पृथ्वी माध्याकर्षण बल द्वारा घुरुथिबा वस्तु को आकर्षण कुआ जाए। आमर संपूर्ण बल चैप्टर अभ्यास प्रश्नपत्र सरीगला। धन्यवाद।